ଆଜିର 10ଟି ଅନୁଚିନ୍ତା ଉଭୟ ନାରୀ ଓ ପୁରୁଷ ନିଶ୍ଚୟ ଶୁଣନ୍ତୁ। ନମ୍ବର 1, ଯେଉଁମାନେ ଅନ୍ୟମାନଙ୍କୁ ଆଘାତ କରନ୍ତି ସେମାନେ ନିଶ୍ଚିନ୍ତ ଭାବରେ କଷ୍ଟ ପାଇବେ। କୌଣସି ପରିସ୍ଥିତିରେ ମଧ୍ୟ ଏଥିରୁ ରକ୍ଷା ପାଇପାରିବେ ନାହିଁ। ନମ୍ବର 2, କ୍ରୋଧିତ ହେବା ବିଷ ପିଇବା ପରି ହୋଇଥାଏ। ଏହା କେବଳ ଆମକୁ ନୁହେଁ, ଆମ ସାମ୍ନାରେ ଥିବା ଲୋକକୁ ମଧ୍ୟ ବଳି ଦେଇଥାଏ। ନମ୍ବର 3, ରାଗୁଥିବା ମଣିଷ ରାଗ ସମୟରେ ତ ବହୁତ କିଛି କହିଦିଏ, କିନ୍ତୁ ରାଗ ଶାନ୍ତ ହେଲା ପରେ ସେ ହିଁ ସବୁଠାରୁ ଅଧିକ କଷ୍ଟ ପାଇଥାଏ। ନମ୍ବର 4, ନିଜ ଖୁସିର ଦାୟିତ୍ୱ ନିଜ ହାତରେ ରହିଥାଏ। ନିଜ ଖୁସି ପାଇଁ ଯଦି ଅନ୍ୟ ଉପରେ ନିର୍ଭରଶୀଳ ହେବା ତେବେ ଦୁଃଖ ନିଶ୍ଚିତ ଭାବରେ ମିଳିବ। ନମ୍ବର 5, ସୁନ୍ଦର ଲୋକମାନେ ସବୁବେଳେ ଭଲ ହୋଇନଥାନ୍ତି, କିନ୍ତୁ ଭଲ ଲୋକମାନେ ସବୁବେଳେ ସୁନ୍ଦର ହୋଇଥାନ୍ତି। ନମ୍ବର 6, ଜୀବନ ଏକ ଲମ୍ବା ରାସ୍ତା। ଦୁଃଖରେ ଚାଲିଲେ ବହୁତ ଲମ୍ବା ଲାଗିବ, ଆଉ ହସି ହସି ଚାଲିଲେ କେତେବେଳେ ରାସ୍ତା ସରିଯାଏ ଜଣାପଡ଼େ ନାହିଁ। ନମ୍ବର 7, ସମୟ ତ ଏମିତି ଚାଲିଯିବ, ହେଲେ ସମୟ ସହ ନିଜ ଜୀବନକୁ ବିତିଯିବାକୁ ଦିଅନି। ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କର। କିଏ ଜାଣେ ଏ ମୁହୂର୍ତ୍ତ କାଲି ଥିବ କି ନାହିଁ। ନମ୍ବର 8, ଗୋଟିଏ ମଣିଷକୁ ସେତେବେଳେ ଅଧିକ ଦୁଃଖ ଲାଗିଥାଏ ଯେତେବେଳେ ତା'ର ଅତି ଆପଣାର ମଣିଷ ତାକୁ ପର ଭାବି ଶତ୍ରୁ ଭଳି ବ୍ୟବହାର କରିଥାଏ। ନମ୍ବର 9, ନିଜର ଲୁହକୁ ନିଜ ହାତେ ପୋଛିବାକୁ ଚେଷ୍ଟା କରନ୍ତୁ, କାହିଁକି ନା ଆଜିର ଦୁନିଆରେ ଲୋକେ ଦୁଃଖ କମ୍ ଓ ଦୁର୍ବଳତା ଜାଣିବାକୁ ଅଧିକ ପସନ୍ଦ କରନ୍ତି। ନମ୍ବର 10, ଯେତେବେଳେ ଯାଏଁ ନିଜ ଆଖିରେ ନ ଦେଖିଛ କିମ୍ବା ନିଜ କାନରେ ନ ଶୁଣିଛ କୌଣସି କଥାକୁ ବିଶ୍ୱାସ କର ନାହିଁ। ଯଦି ବିଶ୍ୱାସ କରିବ ସମ୍ପର୍କରେ ଫାଟ ସୃଷ୍ଟି ହେବ।